ଦଶମ ଶ୍ରେଣୀ ସାହିତ୍ୟ ସିନ୍ଧୁ ଚତୁର୍ଥ ପାଠ ଚିଲିକାରେ ସାୟନ୍ତନ ଦୃଶ୍ୟ, ଯାହାର କବି ହେଲେ ରାଧାନାଥ ରାୟ। ଆସ ଆଜି ଆମେ ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର, ଭାଲେରୀ ଶିଖରୀ ସନ୍ଧ୍ୟା ତାରା ଦେଖି ଆସନ୍ତି ପଟିକା ମହଲ୍ଲାସେ ଟେକି। ଏହି ପଦଟିରେ କବି କେଉଁମାନଙ୍କୁ ଉଲ୍ଲସିତ ହେବାର ଦେଖିଛନ୍ତି? ଏହାର 4ଟି ଅପସନ୍ ଅଛି। ସଠିକ୍ ଉତ୍ତର ହେବ ମୀନଜୀବୀ। 2 ନମ୍ବର, ନିଶା ଆଗମନରେ ଅବନୀ କେଉଁ ରୂପ ଧାରଣ କରିଛି? ତ ଏହାର ମଧ୍ୟ 4ଟି ଅପସନ୍ ଅଛି। ସଠିକ୍ ଉତ୍ତର ହେବ ନିଶ୍ଚଳ। 3 ନମ୍ବର, ଅର୍ଥଗତ ପାର୍ଥକ୍ୟ ଦର୍ଶାଅ। ଆସେ, ଆସେ କହିଲେ ପହଞ୍ଚେ, ଆଉ ଆସେ ତାଲବେଶରେ ଆସେ କହିଲେ ହେବ ଆଶାରେ। ସେହିପରି ଦୁଗୁଳ କହିଲେ ପାଟବସ୍ତ୍ର, ଆଉ ଦ୍ୱିକୂଳ କହିଲେ ହେବ ଦୁଇକୂଳ। ତରଣୀ ଦୀର୍ଘଇ, ତରଣୀ ଦୀର୍ଘଇ ହେବ ନୌକା, ଆଉ ତରଣୀ ହର୍ଷଇ ହେବ ସୂର୍ଯ୍ୟ। ସେହିପରି ଦ୍ୱୀପ କହିଲେ ହେବ ହାତୀ, ନାଗ, ଆଉ ଦୀପ କହିଲେ ହେବ ପ୍ରଦୀପ୍ତ ବା ଆଲୋକଧାରା। 4 ନମ୍ବର, ନିମ୍ନଲିଖିତ ଶବ୍ଦ ଗୁଡ଼ିକର 2ଟି ଲେଖାଏଁ ପ୍ରତିଶବ୍ଦ ଲେଖ। ସମୁଦ୍ର, ସମୁଦ୍ରର ହେବ ସାଗର, ମହୋଦଧି। ମାରୁତ, ମାରୁତର ହେବ ପବନ, ବାୟୁ। ନିଶିଥିନି, ନିଶିଥିନି ହେବ ରଜନୀ, ରାତ୍ରି। ସେହିପରି ଅବନୀର 2ଟି ପ୍ରତିଶବ୍ଦ ଧରଣୀ, ପୃଥିବୀ। ବାଗୀଶ୍ୱରୀର 2ଟି ପ୍ରତିଶବ୍ଦ ହେବ ସରସ୍ୱତୀ, ବୀଣାପାଣି। 5 ନମ୍ବର, ବାଗୀଶ୍ୱରୀ ଶବ୍ଦର ସନ୍ଧି ବିଚ୍ଛେଦ କଲେ କ'ଣ ହେବ? ତ ଏହାର ସଠିକ୍ ଉତ୍ତର ହେବ ବାକ୍ ଯୋଗ ଈଶ୍ୱରୀ। 6 ନମ୍ବର, ମାତ୍ର ଯଶୋ ଦେହେ ତୁମ୍ଭେ ଆୟୁଷ୍ମାନ। ଏ କଥା କାହାକୁ ଲକ୍ଷ୍ୟ କରି କୁହାଯାଇଛି? ଏହାର ସଠିକ୍ ଉତ୍ତର ହେବ କବି ସୂର୍ଯ୍ୟ ବଳଦେବ ରଥ। 7 ନମ୍ବର, ଏହି କବିତାରେ କବି କେଉଁ ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି? ତ ଏହି କବିତାରେ କବି ସନ୍ଧ୍ୟା କାଳର ଦୃଶ୍ୟ ବର୍ଣ୍ଣନା କରିଛନ୍ତି। 8 ନମ୍ବର, ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି କେଉଁ ଶବ୍ଦପୁଞ୍ଜ ବ୍ୟବହାର କରିଛନ୍ତି? ତ ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି ମଧୁର ହାସିନୀ ଏବଂ ଜ୍ୟୋତ୍ସ୍ନା ଧୁକୁଳବାସିନୀ ଇତ୍ୟାଦି ଶବ୍ଦପୁଞ୍ଜ ବ୍ୟବହାର କରିଛନ୍ତି। 9 ନମ୍ବର, ଗଲାଣି ତ ଗଲା କଥାରେ ସଂଗାତର ଅର୍ଥ କ'ଣ? ତ ଗଲାଣି ତ ଗଲା କଥାର ଅର୍ଥ ଯାହା ଘଟିବାର ଘଟିଗଲାଣି ତାକୁ ମନରେ ନ ଧରିବା। 10 ନମ୍ବର, ପୋତପାଳ ମଶାଲ ଜାଲିଛି କାହିଁକି? ତ ମାଛମାନେ ମଶାଲ ଆଲୁଅରେ ଆକର୍ଷିତ ହୋଇ ପୋତ ଗର୍ଭରେ ପଡ଼ିବେ ବୋଲି ପୋତପାଳ ମଶାଲ ଜାଲିଛି। 11 ନମ୍ବର, କବିତାରେ ସୂଚିତ କେଉଁ ଉକ୍ତିରୁ ମୀନଜୀବୀମାନଙ୍କ ମନରେ ଭାବାନ୍ତର ସୃଷ୍ଟି ହୋଇଛି ବୋଲି ଜଣାପଡ଼ୁଛି? ତ ଗଲାଣି ତ କଥା ଗଲାରେ ସଂଗାତ ଉକ୍ତିରୁ ମୀନଜୀବୀମାନଙ୍କ ମନରେ ଭାବାନ୍ତର ସୃଷ୍ଟି ହୋଇଛି ବୋଲି ଜଣାପଡ଼ୁଛି। 12 ନମ୍ବର, ଶିଖାର ଉଠିବା ପଡ଼ିବା ସହିତ କବି କାହାକୁ ତୁଳନା କରିଛନ୍ତି? ତ ଶିଖାର ଉଠିବା ପଡ଼ିବା ସହିତ କବି ଦୁଃଖୀ ମଣିଷର ମନରେ ଆଶାର ଉତ୍ଥାନ ପତନକୁ ତୁଳନା କରିଛନ୍ତି। 13 ନମ୍ବର, କେଉଁ ଦୃଶ୍ୟକୁ କବି ପାରଦ ଧୌତ ବୋଲି ବର୍ଣ୍ଣନା କରିଛନ୍ତି? ତ ଜ୍ୟୋତ୍ସ୍ନା ପରିସ୍ଫୁଟ ସୃଷ୍ଟିର ଦୃଶ୍ୟକୁ ପାରଦ ଧୌତ ବୋଲି ବର୍ଣ୍ଣନା କରିଛନ୍ତି। 14 ନମ୍ବର, ହ୍ରଦ ମଧ୍ୟ ଭାଗରେ କାହାର ପ୍ରତିବିମ୍ବ ଶୋଭା ପାଉଛି? ତ ହ୍ରଦ ମଧ୍ୟ ଭାଗରେ ଦ୍ୱୀପର ପ୍ରତିବିମ୍ବ ଶୋଭା ପାଉଛି। 15 ନମ୍ବର, ଛାୟା ମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ କାହା ରୂପ ସହିତ ତୁଳନା କରାଯାଇଛି? ତ ଛାୟା ମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ ସର୍ପଭୂଷିତ ଚନ୍ଦ୍ରଚୂଡ଼ଙ୍କ ରୂପ ସହିତ ତୁଳନା କରାଯାଇଛି। 16 ନମ୍ବର, ନିଶିଥିନିର ପ୍ରଭାବକୁ କିଏ ପ୍ରଚାର କରୁଛି? ତ ନିଶିଥିନିର ପ୍ରଭାବକୁ ଦୂର ଝରଣାର ଝରଝର ନାଦ ଓ ଝଙ୍କାରୀର ଝଙ୍କାର
ସନ ପ୍ରଚାର କରୁଛି। ଏହାପରେ ସରଳାର୍ଥ ଅଛି 17 ନମ୍ବର ଦେଖ। ଉଲ୍ଲାସର ଆତ୍ମା ପ୍ରାୟ ଗୀତ ତାନ ହ୍ରଦ ନୀଳ ବକ୍ଷେ କରି ଅଧିଷ୍ଠାନ। ତ ଏହାକୁ ଲେଖିବ ଉଲ୍ଲାସର ଅଧିଷ୍ଠାନ। ସଂଶିତ ପଦ୍ୟାଂଶଟି ଚିଲିକାରେ ସାୟନ୍ତନ ଦୃଶ୍ୟ ଶୀର୍ଷକ କବିତାରୁ ଆନିତ। ଆଲୋଚ୍ୟ ପ୍ରସଙ୍ଗରେ କବି ରାଧାନାଥ ରାୟ ମୀନଜୀବୀ କଣ୍ଠରେ ସଙ୍ଗୀତରେ ଚିଲିକାର ପୁଲକିତ ବକ୍ଷର ସୁଷମା ବର୍ଣ୍ଣନା କରିଛନ୍ତି। ତାପରେ ଲେଖିବ ଆଗତ ସନ୍ଧ୍ୟାରେ ମୀନଜୀବୀମାନେ ଗୃହାଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫେରନ୍ତା ନୌକାରେ ପାଲ ଟାଣି ସେମାନେ ଉଲ୍ଲାସ ଓ ଉଦାସ ଭଙ୍ଗୀରେ କବି ସୂର୍ଯ୍ୟଙ୍କ ଗୀତାମୃତ ଗଲାଣି ତ କଥା ଗଲାରେ ସଙ୍ଗାତ ଗାନ କରିଛନ୍ତି। ଚିଲିକାର ନୀଳବକ୍ଷରେ ସେହି ଉଲ୍ଲାସ ସଙ୍ଗୀତ ବହୁ ଦୂରରୁ ପବନରେ ବହି ଆସି ପୁଲକ ଖେଳାଇ ଦେଇଛି। ଏହା ଚିଲିକାର ସୁଷମାକୁ ପରିବର୍ଦ୍ଧିତ କରିଛି। ଶେଷ ଲେଖିବ ପ୍ରସଙ୍ଗଟି ବାସ୍ତବ ଧର୍ମୀ। 18 ନମ୍ବର। ପାପ ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ ତରି ଗର୍ଭେ ମୀନ ଡେଇଁ ଦେବି ପ୍ରାଣ। ଏହାକୁ ଲେଖିବ ପାପ ପ୍ରାଣ। ସଂଶିତ ପଦ୍ୟାଂଶଟି ଚିଲିକାରେ ସାୟନ୍ତନ ଦୃଶ୍ୟ ଶୀର୍ଷକ କବିତାରୁ ଆନିତ। ଆଲୋଚ୍ୟ ପ୍ରସଙ୍ଗରେ କବିବର ରାଧାନାଥ ରାୟ ଚିଲିକାର ସାନ୍ଧ୍ୟକାଳୀନ ଦୃଶ୍ୟ ସହିତ ମାନବ ସମାଜ ପ୍ରତି ଏକ ଶାଶ୍ୱତ ବାର୍ତ୍ତା ପ୍ରଦାନ କରିଛନ୍ତି। ତାପରେ ଲେଖିବ ଚିଲିକାରେ ସନ୍ଧ୍ୟାକାଳୀନ ସୁଷମା ଖେଳିଯାଇଛି। ମୀନଜୀବୀମାନେ ବୋଇତରେ ପାଲ ଟାଣି ଗୃହାଭିମୁଖୀ ହୋଇଛନ୍ତି। ମାଛମାନଙ୍କୁ ଆକର୍ଷଣ କରିବା ନିମିତ୍ତ ସେମାନେ ନୌକାରେ ମଶାଲ ଜାଳି ଦେଇଛନ୍ତି। ରମ୍ୟ ଦର୍ଶନୀୟ ମଶାଲର ଜ୍ୟୋତିରେ ମାଛମାନେ ଆକର୍ଷିତ ହୋଇ ନୌକା ଗର୍ଭରେ ପଡ଼ି ପ୍ରାଣ ଦେବେ, ଏହା ହିଁ ମୀନଜୀବୀଙ୍କର ଉଦ୍ଦେଶ୍ୟ। ଠିକ୍ ସେହିଭଳି ଏହି ସମାଜରେ ଅଜ୍ଞାନୀମାନେ ପାପ ଦ୍ୱାରା ଆକର୍ଷିତ ହୋଇ ପ୍ରାଣହନ୍ତା ହୁଅନ୍ତି। କବିଙ୍କର ଏହା ଶାଶ୍ୱତ ବାର୍ତ୍ତା। ଶେଷରେ ଲେଖିବ ପ୍ରସଙ୍ଗଟି ଶିକ୍ଷାମୂଳକ। 19 ନମ୍ବର। ପ୍ରତିବିମ୍ବରାଜି ଦ୍ୱୀପ ଶୈଳ ତଳେ ସ୍ପଷ୍ଟକାରେ ଶୋଭେ ହ୍ରଦ ଅନ୍ତଃସ୍ଥଳେ। ତ ଏହାକୁ ଲେଖିବ ପ୍ରତିବିମ୍ବ ଅନ୍ତଃସ୍ଥଳେ। ସଂଶିତ ପଦ୍ୟାଂଶଟି ଚିଲିକାର ସାୟନ୍ତନ ଦୃଶ୍ୟ ଚିଲିକାରେ ସାୟନ୍ତନ ଦୃଶ୍ୟ ଶୀର୍ଷକ କବିତାରୁ ଆନିତ। ଆଲୋଚ୍ୟ ପ୍ରସଙ୍ଗରେ କବି ରାଧାନାଥ ରାୟ ଚିଲିକାର ଅପୂର୍ବ ସାନ୍ଧ୍ୟ ସୌନ୍ଦର୍ଯ୍ୟର ବର୍ଣ୍ଣନା କରିଛନ୍ତି। ସନ୍ଧ୍ୟା ସହିତ ରାତ୍ରିର ଆଗମନ କ୍ରମେ ଜନକୋଳାହଳ କମିଯାଇଛି। ଧରଣୀ ନିଶ୍ଚଳ ହୋଇଯାଇଛି। ଜଳ ସ୍ଥଳ ଓ ଆକାଶରେ ଜ୍ୟୋତ୍ସ୍ନାର ଆଭାରେ ସମଗ୍ର ସୃଷ୍ଟି ଯେଭଳି ମନେ ହେଇଯାଉଛି ପାରହ୍ରଦରେ ଧୋଇ ହେଲା ଭଳି। ଏହି ପରିବେଶରେ ଚିଲିକା ହ୍ରଦର ମଧ୍ୟଭାଗରେ ଦ୍ୱୀପର ଛାୟା ପ୍ରତିବିମ୍ବ ହୋଇ ଅପୂର୍ବ ସୌନ୍ଦର୍ଯ୍ୟ ଦ୍ୟୋତକ ହୋଇଛି। ଶେଷରେ ଲେଖିବ ପ୍ରସଙ୍ଗଟି କବିଙ୍କର ସୌନ୍ଦର୍ଯ୍ୟ ପ୍ରାଣତାର ପରିଚାୟକ। 20 ନମ୍ବର। କଳି ଉପଦ୍ରବେ ତ୍ୟଜି ଲୋକାଳୟ ଶାନ୍ତିକି ଏ ସ୍ଥଳେ ଭଜିଲେ ଆଶ୍ରୟ। ଏହାକୁ ଲେଖିବ କଳି ଆଶ୍ରୟ। ସଂଶିତ ପଦ୍ୟାଂଶଟି ଚିଲିକାରେ ସାୟନ୍ତନ ଦୃଶ୍ୟ ଶୀର୍ଷକ କବିତାରୁ ଆନିତ। ଆଲୋଚ୍ୟ ପ୍ରସଙ୍ଗରେ କବିବର ରାଧାନାଥ ରାୟ ଚିଲିକାର ସନ୍ଧ୍ୟାକାଳୀନ ସୌନ୍ଦର୍ଯ୍ୟ ବର୍ଣ୍ଣନା ସହିତ ତାହା କିଭଳି ଶାନ୍ତିପ୍ରଦ ସେ ବିଷୟରେ ସୂଚନା ଦେଇଛନ୍ତି। ସାନ୍ଧ୍ୟକାଳୀନ ଚିଲିକା ତୀର ଅତ୍ୟନ୍ତ ଶୋଭାପୂର୍ଣ୍ଣ ହୋଇ ଉଠିଛି। ଜ୍ୟୋତ୍ସ୍ନା ବିଧୌତ ବନସ୍ଥଳୀ ଛାୟା ମିଶ୍ରିତ ହୋଇ ପ୍ରଶାନ୍ତ ଏବଂ ନୀରବ ମନେ ହେଉଛି। ସେଠାରେ ଲୋକମାନଙ୍କର ଗହଳ ଚହଳ ନାହିଁ। ଦୂର ଝରଣାର ନାଦ ଝିଙ୍କାରୀର ଝଙ୍କାର ରାତ୍ରିର ପ୍ରଭାବର ସୂଚନା ଦେଇଛି। କବିଙ୍କ ବିଚାରରେ ସତେ ଯେଭଳି କଳିଯୁଗରେ କଳିର ଉପଦ୍ରବରୁ ରକ୍ଷା ପାଇବା ପାଇଁ ଶାନ୍ତିଦେବୀ ଜନବସତିକୁ ତ୍ୟାଗ କରି ସେହି ଶାନ୍ତିସ୍ଥଳରେ ଆଶ୍ରୟ ନେଇଛି। ଶେଷରେ ଲେଖିବା ପ୍ରସଙ୍ଗଟି କବିଙ୍କ ସୌନ୍ଦର୍ଯ୍ୟ ପ୍ରାଣତାର ପରିଚୟ ଦିଏ। ଏହିପରି ଭାବରେ ସବୁ ପ୍ରଶ୍ନର ଉତ୍ତର ଲେଖିବ। ଧନ୍ୟବାଦ।